ଭଗବାନ ଗଣେଶଙ୍କ 32 ରୂପ। ଗଣେଶ ପୁରାଣ ଅନୁସାରେ ଭଗବାନ ଗଣେଶଙ୍କ 32ଟି ରୂପ, ଯାହାକୁ ଦ୍ୱାତ୍ରିଂଶତ୍ ଗଣପତି ବୋଲି କୁହାଯାଏ, ପ୍ରତ୍ୟେକଟି ନିଜସ୍ୱ ରଙ୍ଗ, ଗୁଣ ଓ ଆଶୀର୍ବାଦ ସହିତ ଭକ୍ତମାନଙ୍କୁ ବିଶେଷ ଫଳ ପ୍ରଦାନ କରେ। ନିମ୍ନରେ ଏହି 32 ରୂପର ସଂକ୍ଷିପ୍ତ ବର୍ଣ୍ଣନା ଦିଆଗଲା। 1 ନମ୍ବର ହେଉଛି ବାଲ ଗଣପତି ବା ଶିଶୁ ଗଣେଶ। ସୂର୍ଯ୍ୟୋଦୟ ପରି ସୁନେଲି ରଙ୍ଗରେ ଶିଶୁ ରୂପୀ ଗଣେଶ 4 ହାତରେ କଦଳୀ, ଆମ୍ବ, ଜାମୁ ଓ ଆଖୁ ଧରିଥାନ୍ତି। ମହତ୍ତ୍ୱ: ଉର୍ବରତା ଓ ସମୃଦ୍ଧିର ପ୍ରତୀକ। ଭକ୍ତଙ୍କୁ ବୁଦ୍ଧି ଓ ସୁଖ ପ୍ରଦାନ କରିଥାନ୍ତି। ଦ୍ୱିତୀୟ, ତରୁଣ ଗଣପତି ବା ଯୁବକ ଗଣେଶ। ଲାଲ ରଙ୍ଗରେ ଯୌବନରେ ଶୋଭାଯାତ୍ର 8 ହାତରେ ପାଶ, ଅଙ୍କୁଶ, ଆଖୁ ଓ ମୋଦକ ଧରିଥାନ୍ତି। ମହତ୍ତ୍ୱ: ଯୌବନ ଶକ୍ତିର ପ୍ରତୀକ। ସଫଳତା ଓ ଉତ୍ସାହ ପ୍ରଦାନ କରିଥାନ୍ତି। ତୃତୀୟ, ଭକ୍ତି ଗଣପତି, ଭକ୍ତିମୟ ଗଣେଶ। ଶରତ ପୂର୍ଣ୍ଣିମା ପରି ଶୁଭ୍ର 4 ହାତରେ କଦଳୀ, ନଡ଼ିଆ, ଆମ୍ବ ଓ କ୍ଷୀର ପାତ୍ର ଧରିଥାନ୍ତି। ମହତ୍ତ୍ୱ: ଭକ୍ତି ଓ ଦୟାର ପ୍ରତୀକ। ଶାନ୍ତି ଓ ଆଧ୍ୟାତ୍ମିକ ପୂର୍ଣ୍ଣତା ଦେଇଥାନ୍ତି। ଚତୁର୍ଥ, ବୀର ଗଣପତି ବା ସାହସୀ ଗଣେଶ। ଲାଲ ରଙ୍ଗରେ 16 ହାତରେ ତ୍ରିଶୂଳ, ବାଣ, ଧନୁ ଓ ଅନ୍ୟ ଅସ୍ତ୍ର ଧରିଥାନ୍ତି। ମହତ୍ତ୍ୱ: ସାହସ ଓ ଶକ୍ତିର ପ୍ରତୀକ। ବିଘ୍ନ ଦୂର କରି ସୁରକ୍ଷା ଦିଅନ୍ତି। 5. ଶକ୍ତି ଗଣପତି ବା ଶକ୍ତିଶାଳୀ ଗଣେଶ। କମଳା ରଙ୍ଗରେ 4 ହାତ ବିଶିଷ୍ଟ ତାଙ୍କ ଶକ୍ତି ବା ସଙ୍ଗିନୀ ସହ ବସିଥାନ୍ତି। ମାଳା ଓ ଲେମ୍ବୁ ଧରିଥାନ୍ତି। ମହତ୍ତ୍ୱ: ଐଶ୍ୱର୍ଯ୍ୟ, ଶକ୍ତି ଓ ସୌହାର୍ଦ୍ଦ୍ୟର ପ୍ରତୀକ। ପାରିବାରିକ ଶାନ୍ତି ଦିଅନ୍ତି। 6. ଦ୍ୱିଜ ଗଣପତି ବା ଦ୍ୱିତୀୟ ଜନ୍ମ ଗଣେଶ। ଚନ୍ଦ୍ର ପରି ଶୁଭ୍ର 4 ମୁଣ୍ଡ ବିଶିଷ୍ଟ। ଦଣ୍ଡ, ଜପମାଳା, ଜଳପାତ୍ର ଓ ପୁସ୍ତକ ଧରିଥାନ୍ତି। ମହତ୍ତ୍ୱ: ଜ୍ଞାନ ଓ ଆଧ୍ୟାତ୍ମିକ ପୁନର୍ଜନ୍ମର ପ୍ରତୀକ। ପବିତ୍ରତା ଦିଅନ୍ତି। 7. ସିଦ୍ଧି ଗଣପତି ବା ସଫଳତା ଗଣେଶ। ସୁନେଲି 4 ହାତରେ ଆମ୍ବ, ଆଖୁ, କୁଠାର ଓ ମୋଦକ ସହ ଫୁଲମାଳା ଧରିଥାନ୍ତି। ସଫଳତା ଓ ଆଧ୍ୟାତ୍ମିକ ସିଦ୍ଧି ପ୍ରଦାନ କରନ୍ତି। 8. ବିଘ୍ନ ଗଣପତି ବା ବିଘ୍ନନାଶକ ଗଣେଶ। ସୁନେଲି 8 ହାତରେ ଶଙ୍ଖ, ଚକ୍ର, ପାଶ ଓ ଫୁଲମାଳା ଧରିଥାନ୍ତି। ମହତ୍ତ୍ୱ: ବିଘ୍ନ ଦୂର କରନ୍ତି ଓ କାର୍ଯ୍ୟରେ ସଫଳତା ଦେଇଥାନ୍ତି। 9. ଉଚ୍ଛିଷ୍ଟ ଗଣପତି ବା ଅବଶେଷ ଗଣେଶ। ନୀଳ ରଙ୍ଗର ହାତ ବିଶିଷ୍ଟ ଶକ୍ତିଙ୍କ ସହ ବସିଥାନ୍ତି। ବୀଣା, ଡାଳିମ୍ବ ଓ ଚାଉଳ ଧରିଥାନ୍ତି। ମହତ୍ତ୍ୱ: ତାନ୍ତ୍ରିକ ପୂଜା ସହିତ ଜଡ଼ିତ। ମୁକ୍ତି ଓ ଆଧ୍ୟାତ୍ମିକ ଜାଗରଣ ଦେଇଥାନ୍ତି। 10. କ୍ଷିପ୍ର ଗଣପତି ବା ଶୀଘ୍ରକାରୀ ଗଣେଶ। ଲାଲ 4 ହାତରେ ଦନ୍ତ, ପାଶ, ଅଙ୍କୁଶ ଓ କଳ୍ପବୃକ୍ଷ ଡାଳ ଧରିଥାନ୍ତି। ମହତ୍ତ୍ୱ: ଶୀଘ୍ର ଫଳ ପ୍ରଦାନ କରନ୍ତି ଓ ଇଚ୍ଛା ପୂରଣ କରନ୍ତି। 11. ହେରମ୍ବ ଗଣପତି ବା ସୁରକ୍ଷାକାରୀ ଗଣେଶ। 5 ମୁଣ୍ଡ ଓ 10 ହାତ ବିଶିଷ୍ଟ ସିଂହ ଉପରେ ବସି ତ୍ରିଶୂଳ, କୁଠାର ଓ ମୋଦକ ଧରିଥାନ୍ତି। ମହତ୍ତ୍ୱ: ଦୁଷ୍ଟ ଶକ୍ତିରୁ ସୁରକ୍ଷା ଦିଅନ୍ତି। 12. ଲକ୍ଷ୍ମୀ ଗଣପତି ବା ସମ୍ପଦ ଗଣେଶ। ଶୁଭ୍ର 8 ହାତରେ ସିଦ୍ଧି ଓ ବୁଦ୍ଧି ସହ ବସି ଡାଳିମ୍ବ ଓ ସବୁଜ ଶୁଆ ଧରିଥାନ୍ତି। ମହତ୍ତ୍ୱ: ଧନ, ସମୃଦ୍ଧି ଓ ଜ୍ଞାନ ପ୍ରଦାନ କରନ୍ତି। 13. ମହାଗଣପତି ବା ମହାନ ଗଣେଶ। ଲାଲ
ଦଶ ହାତରେ ଶକ୍ତିଙ୍କ ସହ ବସି ଦନ୍ତ, ଡାଳିମ୍ବ ଓ ପଦ୍ମ ଧରିଥାନ୍ତି। ମହତ୍ଵ ସମସ୍ତ କାର୍ଯ୍ୟରେ ସଫଳତା ଓ ଆଧ୍ୟାତ୍ମିକ ଉନ୍ନତି ଦେଇଥାନ୍ତି। 14. ବିଜୟ ଗଣପତି ବା ଜୟଶାଳୀ ଗଣେଶ। ଲାଲ, ଚାରି ହାତରେ ମୂଷିକ ଉପରେ ବସି ଦନ୍ତ, ପାଶ, ଅଙ୍କୁଶ ଓ ମୋଦକ ଧରିଥାନ୍ତି। ମହତ୍ଵ ବିଜୟ ଓ ସଫଳତା ପ୍ରଦାନ କରନ୍ତି। 15. ନୃତ୍ୟ ଗଣପତି ବା ନୃତ୍ୟକାରୀ ଗଣେଶ। ସୁନେଲି, ଚାରି ହାତରେ ନୃତ୍ୟ ଭଙ୍ଗୀରେ ଦନ୍ତ, ପାଶ, ଅଙ୍କୁଶ ଓ ମୋଦକ ଧରିଥାନ୍ତି। ମହତ୍ଵ କଳା, ସୌନ୍ଦର୍ଯ୍ୟ ଓ ଆନନ୍ଦ ପ୍ରଦାନ କରନ୍ତି। 16. ଊର୍ଦ୍ଧ୍ୱ ଗଣପତି ବା ଉଚ୍ଚ ଗଣେଶ। ସୁନେଲି, ଆଠ ହାତରେ ଶକ୍ତିଙ୍କ ସହ ବସି ଧନୁ, ବାଣ ଓ ପଦ୍ମ ଧରିଥାନ୍ତି। ମହତ୍ଵ ଆଧ୍ୟାତ୍ମିକ ଉନ୍ନତି ଓ ଶକ୍ତି ଦେଇଥାନ୍ତି। 17. ଏକାକ୍ଷର ଗଣପତି ବା ଏକ ଅକ୍ଷରେ ଗଣେଶ। ଲାଲ, ତିନି ନେତ୍ର ବିଶିଷ୍ଟ, ଡାଳିମ୍ବ, ଦନ୍ତ ଓ ଚନ୍ଦ୍ରକଳା ଧରିଥାନ୍ତି। ମହତ୍ଵ ଗଂ ମନ୍ତ୍ରର ପ୍ରତୀକ, ଆଧ୍ୟାତ୍ମିକ ଏକାଗ୍ରତା ଦେଇଥାନ୍ତି। 18. ବରଦ ଗଣପତି ବା ବରଦାତା ଗଣେଶ। ଲାଲ, ଚାରି ହାତରେ ପାଶ, ଅଙ୍କୁଶ ଓ ଇଚ୍ଛା ପୂରଣ କଳ୍ପତରୁ ଧରିଥାନ୍ତି। ମହତ୍ଵ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି। 19. ତ୍ରୟକ୍ଷର ଗଣପତି ବା ତିନି ଅକ୍ଷରେ ଗଣେଶ। ସୁନେଲି, ବୃହତ୍ ଉଦର ସହ ଦନ୍ତ, ପାଶ, ଅଙ୍କୁଶ ଓ ଆମ୍ବ ଧରିଥାନ୍ତି। ମହତ୍ଵ ଓଁ ମନ୍ତ୍ରର ପ୍ରତୀକ, ଜ୍ଞାନ ଓ ଆଧ୍ୟାତ୍ମିକ ସ୍ପଷ୍ଟତା ଦେଇଥାନ୍ତି। 20. କ୍ଷିପ୍ରପ୍ରସାଦ ଗଣପତି ଶୀଘ୍ର ଆଶୀର୍ବାଦ ଗଣେଶ। ଲାଲ, ଷଟ୍ ହାତରେ ଦନ୍ତ, ପଦ୍ମ ଓ କଳ୍ପବୃକ୍ଷ ଡାଳ ଧରିଥାନ୍ତି। ମହତ୍ଵ ଶୀଘ୍ର ଆଶୀର୍ବାଦ ଦେଇ ବିଘ୍ନ ଦୂର କରନ୍ତି। 21. ହରିଦ୍ରା ଗଣପତି ବା ହଳଦୀ ଗଣେଶ। ହଳଦୀ ରଙ୍ଗରେ, ଚାରି ହାତରେ ଦନ୍ତ, ମୋଦକ, ପାଶ ଓ ଅଙ୍କୁଶ ଧରିଥାନ୍ତି। ମହତ୍ଵ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ନକାରାତ୍ମକତାରୁ ସୁରକ୍ଷା ଦେଇଥାନ୍ତି। 22. ଏକଦନ୍ତ ଗଣପତି ବା ଏକଦନ୍ତ ଗଣେଶ। ନୀଳ, ଚାରି ହାତରେ ଦନ୍ତ, ଜପମାଳା, କୁଠାର ଓ ମୋଦକ ଧରିଥାନ୍ତି। ମହତ୍ଵ ତ୍ୟାଗ ଓ ଏକାଗ୍ରତାର ପ୍ରତୀକ, ମୁକ୍ତି ଦେଇଥାନ୍ତି। 23. ସୃଷ୍ଟି ଗଣପତି ବା ସୃଷ୍ଟିକାରୀ ଗଣେଶ। ଲାଲ, ଚାରି ହାତରେ ଦନ୍ତ, ପାଶ, ଅଙ୍କୁଶ ଓ ଆମ୍ବ ଧରିଥାନ୍ତି। ମହତ୍ଵ ସୃଷ୍ଟି ଓ ନୂଆ ଆରମ୍ଭର ପ୍ରତୀକ, ସୃଜନଶୀଳତା ଦେଇଥାନ୍ତି। 24. ଉଦଣ୍ଡ ଗଣପତି ବା ଶାସ୍ତିଦାତା ଗଣେଶ। ଲାଲ, ଦଶ ହାତରେ ଶକ୍ତିଙ୍କ ସହ ବସି ଅସ୍ତ୍ର ଓ ପଦ୍ମ ଧରିଥାନ୍ତି। ମହତ୍ଵ ଦୁଷ୍ଟଙ୍କୁ ଶାସ୍ତି ଦେଇ ଭକ୍ତଙ୍କୁ ସୁରକ୍ଷା ଦେଇଥାନ୍ତି। 25. ଋଣମୋଚନ ଗଣପତି ବା ଋଣମୁକ୍ତି ଗଣେଶ। ସ୍ଫଟିକ ପରି ଶୁଭ୍ର, ଚାରି ହାତରେ ଜମ୍ବୁ, ଦନ୍ତ ଓ ପାଶ ଧରିଥାନ୍ତି। ମହତ୍ଵ ଋଣ ଓ ପାପରୁ ମୁକ୍ତି ଦେଇଥାନ୍ତି। 26. ଧୁଣ୍ଡି ଗଣପତି ବା ଅନ୍ୱେଷିତ ଗଣେଶ। ଲାଲ, ଚାରି ହାତରେ ଜପମାଳା, ଦନ୍ତ, କୁଠାର ଓ ରତ୍ନପାତ୍ର ଧରିଥାନ୍ତି। ମହତ୍ଵ ଆଧ୍ୟାତ୍ମିକ ଜାଗରଣ ଓ ଜ୍ଞାନ ଦେଇଥାନ୍ତି। 27. ଦୁଇମୁଖ ଗଣପତି ବା ଦୁଇମୁଖ ଗଣେଶ। ନୀଳ, ସବୁଜ, ଦୁଇମୁଖ ଓ ଚାରି ହାତରେ ପାଶ, ଅଙ୍କୁଶ ଓ ଦନ୍ତ ଧରିଥାନ୍ତି। ମହତ୍ଵ ଦ୍ୱୈତତା ଓ ସନ୍ତୁଳନର ପ୍ରତୀକ,
ଜ୍ଞାନ ଦେଇଥାନ୍ତି। 28 ତ୍ରିମୁଖ ଗଣପତି ବା ତିନିମୁଖ ଗଣେଶ। ଲାଲ ତିନିମୁଖ ଓ ସଟ୍ ହାତରେ ଜପମାଳା, ପାଶ ଓ ଅଙ୍କୁଶ ଧରିଥାନ୍ତି। ମହତ୍ଵ ସୃଷ୍ଟିର ତିନି ଦିଗର ପ୍ରତୀକ, ସନ୍ତୁଳନ ଦେଇଥାନ୍ତି। 29 ସିଂହ ଗଣପତି ବା ସିଂହ ବାହନ ଗଣେଶ। ଶୁଭ୍ର 8 ହାତରେ ସିଂହ ଉପରେ ବସି ବୀଣା, ପଦ୍ମ ଓ କଳ୍ପବୃକ୍ଷ ଧରିଥାନ୍ତି। ମହତ୍ଵ ରାଜତ୍ଵ ଓ ଶକ୍ତିର ପ୍ରତୀକ, ସୁରକ୍ଷା ଦେଇଥାନ୍ତି। 30 ଯୋଗ ଗଣପତି ବା ଯୋଗୀ ଗଣେଶ। ଲାଲ ଧ୍ୟାନମଗ୍ନ ଭଙ୍ଗୀରେ ଯୋଗଦଣ୍ଡ, ଜପମାଳା ଓ ଆଖୁ ଧରିଥାନ୍ତି। ମହତ୍ଵ ଆଧ୍ୟାତ୍ମିକ ଶୃଙ୍ଖଳା ଓ ଧ୍ୟାନ ଦେଇଥାନ୍ତି। 31 ଦୁର୍ଗା ଗଣପତି ବା ଅଜୟ ଗଣେଶ। ସୁନେଲି 8 ହାତରେ ଧନୁ, ବାଣ, ପାଶ ଓ ଦନ୍ତ ଧରିଥାନ୍ତି। ମହତ୍ଵ ଦୁର୍ଗାଙ୍କ ଶକ୍ତିର ପ୍ରତୀକ, ଅଜୟତା ଦେଇଥାନ୍ତି। 32 ସଙ୍କଟହାରା ଗଣପତି ବା ସଙ୍କଟ ନାଶନ ଗଣେଶ। ଲାଲ 4 ହାତରେ ଶକ୍ତିଙ୍କ ସହ ବସି ପାଶ, ଅଙ୍କୁଶ ଓ ମୋଦକ ଧରିଥାନ୍ତି। ମହତ୍ଵ ସଙ୍କଟ ଦୂର କରି ଶାନ୍ତି ଓ ସୁଖ ଦେଇଥାନ୍ତି। ପ୍ରତ୍ୟେକ ଗଣେଶ ରୂପ ନିର୍ଦ୍ଦିଷ୍ଟ ମନ୍ତ୍ର, ରଙ୍ଗ ଓ ଗୁଣ ସହ ଜଡ଼ିତ, ଯାହା ପଞ୍ଚତତ୍ଵ ଯଥା ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ କିମ୍ବା ଜ୍ଞାନ, ସମୃଦ୍ଧି ଓ ସୁରକ୍ଷା ସହ ସମ୍ପର୍କିତ। ଗଣେଶ ଚତୁର୍ଥୀ ସମୟରେ ଏହି ରୂପଗୁଡ଼ିକୁ ନିର୍ଦ୍ଦିଷ୍ଟ ମନ୍ତ୍ର ଓ ପୂଜାବିଧି ସହ ପୂଜା କରାଯାଏ।